ଦେଖନ୍ତୁ ଏଇଟା ଗୋଟେ ମୁଖ୍ୟ ସମସ୍ୟା ଥିଲା ଆମର କୋରାପୁଟ municipality ପାଇଁ। ତ ମୁଁ ବହୁବାର ରିକ୍ୱେଷ୍ଟ କରିଥିଲି, ଲେଟର ମାଧ୍ୟମରେ ବି ଜଣେଇଥିଲି। ପୂର୍ବ ଏକ୍ଜିକ୍ୟୁଟିଭ ଅଫିସର ମାନେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ କିଛି କାରଣବଶତଃ ସେମାନେ ତାକୁ ସମ୍ପାଦନ କରିପାରିନଥିଲେ। ମୁଁ ଧନ୍ୟବାଦ ଦେବି ଆମ ବର୍ତ୍ତମାନର ଚେୟାରମ୍ୟାନ ତଥା ଆମର ନୂଆରେ ଆମର ଏକ୍ଜିକ୍ୟୁଟିଭ ଅଫିସରଙ୍କୁ, ଯିଏକି ତାଙ୍କର ଉଦ୍ୟମରେ ମୋ ରିକ୍ୱେଷ୍ଟ କୁ ରକ୍ଷା କରିକିନା ସେମାନେ ଯୋଉ ଚନ୍ଦନ ପକ୍ଷର ଚତୁଃପାର୍ଶ୍ୱରେ ସଫା କରିଛନ୍ତି, ସେଥିପାଇଁ ମୁଁ ଧନ୍ୟବାଦ ଦେବି। ଆଉ ଜନସାଧାରଣ ମଧ୍ୟ ନିଶ୍ଚିତ ରୂପରେ ଧନ୍ୟବାଦ ଦଉଥିବେ ବୋଲି ମୁଁ ଆଶା ଓ ବିଶ୍ୱାସ କରୁଛି। ଚନ୍ଦନ ପୋଖରୀ ଇମ୍ପ୍ରୁଭମେଣ୍ଟ ପାଇଁ କଲେକ୍ଟର ସାର୍ଙ୍କୁ ବି ଆମେ ନିବେଦନ କରିଥିଲୁ, ଆମର ମ୍ୟୁନିସିପାଲିଟି ନିବେଦନ କରିଥିଲା, ଚେୟାରମ୍ୟାନ ତଥା ମୁଁ ମଧ୍ୟ କହିଥିଲି ଯେମିତିକି ଚନ୍ଦନ ପୋଖରୀ ମଧ୍ୟରେ ବ୍ୟୁଟିଫିକେସନ ହେଇପାରିବ, ଅଧିକରୁ ଅଧିକା ପଇସା ଖର୍ଚ୍ଚ କରିକି, ଯେମିତିକି ଆମର ବିଶାଖାପାଟଣାରେ ଗୋଟେ ଅଛି କୈଳାସଗିରି ପାହାଡ ଉପରେ ଯେମିତି ଗୋଟେ ଟୟ ଟ୍ରେନ ଲାଗିଥିଲା। ମୁଁ ରିକ୍ୱେଷ୍ଟ କରିଥିଲି କଲେକ୍ଟର ସାର୍ଙ୍କୁ ଯେ ଟୟ ଟ୍ରେନ ଗୋଟେ ବ୍ୟବସ୍ଥା କଲେ ଆହୁରି ଲୋକଙ୍କ ପର୍ଯ୍ୟଟନ ସ୍ଥଳୀଟା ଅଧିକ ସୌନ୍ଦର୍ଯ୍ୟକରଣ ହେଇପାରିବ ତଥା ମ୍ୟୁନିସିପାଲିଟି ବି ରେଭିନ୍ୟୁ ଜେନେରେଟ ହେଇପାରିବ। ଲୋକ ଆସିଲେ ମଧ୍ୟ ଚନ୍ଦନ ପୋଖରୀକୁ ଉପଭୋଗ କରିପାରିବେ।